ଜିତିବ ଭାରତ ହାରିବ ବାଂଲାଦେଶ। ବାଂଲାଦେଶ ବିପକ୍ଷରେ ଭାରତର ପଲ୍ଲା ଭାରି। ଦିନିକିଆରେ ଆମ୍ନାସାମ୍ନି ହୋଇଛନ୍ତି 41 ଥର, ଭାରତ ଜିତିଛି 25 ଥର। ଚମ୍ପିଅନ୍ସ ଟ୍ରଫିରେ ଆମ୍ନାସାମ୍ନି 1 ଥର, ଜିତିଛି ଭାରତ, ହାରିଛି ବାଂଲାଦେଶ। ହଁ ଦର୍ଶକ ବନ୍ଧୁ, ଆଜି ଭାରତ ବାଂଲାଦେଶ ମଧ୍ୟରେ ଚମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଦୁବାଇରେ ଖେଳାଯିବ। ଦିନ 2:30 ଏହି ମ୍ୟାଚ୍ ଖେଳାଯାଉଥିବା ବେଳେ ଆଜିର ମ୍ୟାଚ୍କୁ ଭାରତ ଜିତିବା ପାଇଁ ଚେଷ୍ଟା କରିବ। ବାଂଲାଦେଶର ଭାରତ ବିପକ୍ଷରେ ଏତେ ଭଲ ରେକର୍ଡ ନଥିଲା ବେଳେ ବାଂଲାଦେଶ ଆଜିର ମ୍ୟାଚ୍କୁ ଜିତିବା ପାଇଁ ସଂଘର୍ଷ କରିବ। ଦିନିକିଆରେ ଭାରତ ଓ ବାଂଲାଦେଶ ମଧ୍ୟରେ 41 ଥର ଆମ୍ନାସାମ୍ନି ହୋଇଥିଲା ବେଳେ ଭାରତ 32 ଥର ଜିତି ନେଇଛି, 8 ଥର ମାତ୍ର ବାଂଲାଦେଶ ଜିତିଛି। ଆଜିର ମ୍ୟାଚ୍କୁ ଉଭୟ ମଧ୍ୟ ଜିତିବା ପାଇଁ ଚେଷ୍ଟା କରିବେ। ଗତକାଲି ଚମ୍ପିଅନ୍ସ ଟ୍ରଫି ଆରମ୍ଭ ହୋଇଯାଇଥିଲା ବେଳେ ଆୟୋଜକ ପାକିସ୍ତାନ ନ୍ୟୁଜିଲାଣ୍ଡ ଠାରୁ କାଲି ପରାସ୍ତ ହୋଇଛି। ଭାରତ ସହିତ ପରବର୍ତ୍ତୀ ମ୍ୟାଚ୍ 23 ତାରିଖରେ ଥିଲାବେଳେ ଭାରତ ତାର ଶକ୍ତି ଆଜି ପ୍ରଦର୍ଶନ କରିବ ବାଂଲାଦେଶ ବିପକ୍ଷରେ। ଚମ୍ପିଅନ୍ସ ଟ୍ରଫିରେ ସମୁଦାୟ 8ଟି ଦଳ ଭାଗ ନେଇଥିଲା ବେଳେ ଆଇସିସି ଭାରତକୁ ହାଇବ୍ରିଡ୍ ମଡେଲରେ ଖେଳୁଛି। ଭାରତ ସବୁଯାକ ମ୍ୟାଚ୍ ଦୁବାଇରେ ଖେଳିବ, ଆଉ ଅଲଗା ଦଳମାନେ ପାକିସ୍ତାନରେ ଖେଳିବେ ମ୍ୟାଚ୍। କିନ୍ତୁ ପରବର୍ତ୍ତୀ ମ୍ୟାଚ୍ 23 ତାରିଖରେ ଥିଲା ଭାରତ ପାକିସ୍ତାନ ଉପରେ ସମସ୍ତଙ୍କ ନଜର ରହିବ।